ଶ୍ରୀକୃଷ୍ଣ କହିଛନ୍ତି, କେତେ ବି ଅଭାଗା ମଣିଷ ହେଉନା କାହିଁକି, ବ୍ରହ୍ମ ମୁହୂର୍ତ୍ତରୁ ଉଠି ଏହି କାମ କରିବା ମାତ୍ରେ 21 ଦିନ ଭିତରେ ତାର ଭାଗ୍ୟ ବଦଳିଯିବ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ମଣିଷର ଭାଗ୍ୟ କେତେ ବି ବିପରୀତ ଚାଲିଥାଉ ନା କାହିଁକି, ଯଦି ଗୋଟିଏ ମଣିଷ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଏହି କାମ କରିଦେଇଥାଏ, ତାହାର 21 ଦିନ ଭିତରେ ଭାଗ୍ୟ ବଦଳିବା ସୁନିଶ୍ଚିତ। ଏହି ପରିପ୍ରେକ୍ଷୀରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଗୋଟିଏ ସୁନ୍ଦର କାହାଣୀଟିଏ କହିଥିଲେ। ଗୋଟିଏ ପୁଅ ବହୁତ ଅଳସୁଆ ଥିଲା। ବାପା ତାକୁ ବହୁତ ପ୍ରୟାସ କରୁଥିଲେ କିଛି ନୂଆ କରିବା ପାଇଁ, କିନ୍ତୁ ସେ କରୁନଥିଲା। ଗୋଟିଏ ଦିନ ଗୋଟିଏ ସାଧୁଙ୍କ ସହିତ ତାର ଦେଖା ହେଲା ଏବଂ ସାଧୁ କେବଳ ଗୋଟିଏ କଥା କହିଲେ, ବ୍ରହ୍ମ ମୁହୂର୍ତ୍ତରୁ ତତେ କେବଳ ଉଠିବାର ଅଛି, ତାପରେ ତତେ ଯେଉଁ ନିଦ ଆସୁଛି, ଅଳସୁଆ ଆସୁଛି, ଏସବୁ ଆପେ ଆପେ ଚାଲିଯିବ। ସାଧୁଙ୍କ କଥା ଶୁଣି ସେହି ପୁଅ ଜଣକ 21 ଦିନ ପର୍ଯ୍ୟନ୍ତ ଲଗାତାର ବ୍ରହ୍ମ ମୁହୂର୍ତ୍ତରୁ ଉଠିଲା ଏବଂ ଧୀରେ ଧୀରେ ତାର ବଦ ଅଭ୍ୟାସ, ତାର ଅଳସୁଆମୀ ଗୁଣ ଚାଲିଗଲା। ତାପରେ ସେ କର୍ମତତ୍ପର ହୋଇଗଲା। ଏମିତିରେ ଧୀରେ ଧୀରେ ସେ ତାର ଜୀବନ ବଦଳେଇ ଦେଲା। ଏହା ତ ଥିଲା ଏକ ସଂକ୍ଷିପ୍ତ କାହାଣୀ। ଦର୍ଶକ ବନ୍ଧୁ, ଆପଣ ମାନଙ୍କର ଯଦି ବ୍ରହ୍ମ ମୁହୂର୍ତ୍ତରେ ଏହି ସବୁ କାମ ଆପଣ ମାନେ କରିଦେବେ, ତେବେ ବିଶ୍ୱାସ କରନ୍ତୁ ଆପଣଙ୍କର ଭାଗ୍ୟରେ ବି ବିରାଟ ବଡ଼ ପରିବର୍ତ୍ତନ ଆସିବ। ବ୍ରହ୍ମ ମୁହୂର୍ତ୍ତର ସକାରାତ୍ମକ ଊର୍ଜା ଯେ ପାଇଛି ସେ ହିଁ ଜାଣିଛି। ତେଣୁ ଏହି ବ୍ରହ୍ମ ମୁହୂର୍ତ୍ତକୁ କେବେ ବି ହାତ ଛଡ଼ା କରନ୍ତୁ ନାହିଁ। ବ୍ରହ୍ମ ମୁହୂର୍ତ୍ତରେ ଅସମ୍ଭବ ବି ସମ୍ଭବ ହୁଏ। ଯାହା ବି ଆପଣ ମାନେ କୁହନ୍ତୁ, ଏହି ବ୍ରହ୍ମ ମୁହୂର୍ତ୍ତରେ ଆପଣ ମାନଙ୍କୁ କିଛି କାମ କରିବାର ଅଛି, ଯାହା ଦ୍ୱାରା କି ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ତା ଆଗରୁ ମୋର ପ୍ରିୟ ଦର୍ଶକ ମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ ଟେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ଯେତେବେଳେ ଆମେ ବ୍ରହ୍ମ ମୁହୂର୍ତ୍ତର କଥା କହିଥାଉ, ସାଧାରଣତଃ ଲୋକମାନଙ୍କୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପାଇଁ ଟିକେ କଷ୍ଟ ଲାଗେ। 6ଟା ପରେ ବି ଲୋକ ଉଠନ୍ତି, 8ଟା 9ଟା ଏମିତି ବି ଲୋକ ଶୋଇକରି ରହିଥାନ୍ତି। କିନ୍ତୁ ଯେଉଁ ମଣିଷ ବ୍ରହ୍ମ ମୁହୂର୍ତ୍ତର ଶକ୍ତିକୁ ଜାଣି ଦେଇଥାଏ, ବ୍ରହ୍ମ ମୁହୂର୍ତ୍ତର ସେହି ସକାରାତ୍ମକ ଊର୍ଜାକୁ ନିଜେ ଗ୍ରହଣ କରିଥାଏ, ସେ କେବେ ବି ଜୀବନରେ ପଛ ଘୁଞ୍ଚା ଦେଇନଥାଏ। ତାର ଭାଗ୍ୟ ସଦା ସର୍ବଦା ତାର ସାଥ ଦେଇଥାଏ। ଏବେ ଚାଲନ୍ତୁ ଆପଣମାନଙ୍କୁ କହିବି, ଆପଣମାନେ ବ୍ରହ୍ମ ମୁହୂର୍ତ୍ତରେ କେଉଁ କାମ କରିବେ। ଯଦି ଆପଣଙ୍କର ଭାଗ୍ୟ ସାଥ ଦେଉନାହିଁ, ଆପଣ ବହୁତ ପ୍ରୟାସ କରୁଛନ୍ତି, କୌଣସି କାର୍ଯ୍ୟରେ ସଫଳତା ପାଇପାରୁନାହାନ୍ତି, ତେବେ ଏହି କାମ ଆପଣମାନେ ପ୍ରତ୍ୟେକ ବ୍ରହ୍ମ ମୁହୂର୍ତ୍ତରେ କରିବା ପ୍ରାରମ୍ଭ କରିଦିଅନ୍ତୁ। ଯାହା ବି ହେଉ, କେତେ କଷ୍ଟ ହେଲେ ବି ଆପଣଙ୍କୁ ଲଗାତାର ଏହି କାମ କରିବାର ଅଛି। ବ୍ରହ୍ମ ମୁହୂର୍ତ୍ତରେ ପ୍ରତ୍ୟେକ ମନ୍ଦିରର କବାଟ ଖୋଲା ଯାଇଥାଏ ଏବଂ କୁହାଯାଏ, ପ୍ରତ୍ୟେକଙ୍କ ଘରକୁ ଦେବୀ ଦେବତା ଆସିଥାନ୍ତି ବ୍ରହ୍ମ ମୁହୂର୍ତ୍ତରେ। ଆଜି ବି ବହୁତ ଲୋକଙ୍କ ଘରେ ବ୍ରହ୍ମ ମୁହୂର୍ତ୍ତରୁ ପୂଜା କରାଯାଏ। ଏହା ବି ଏକ ବହୁତ ଭଲ ସକାରାତ୍ମକ ଊର୍ଜା ଘରକୁ ଆସିଥାଏ। ଯଦି ଆପଣ ମାନେ ବ୍ରହ୍ମ ମୁହୂର୍ତ୍ତରୁ ପୂଜା ବି ଘରେ କରୁଛନ୍ତି, ଦେଖିବେ ଆପଣଙ୍କ ଘରେ ସବୁ ଭଲ ହିଁ ହବ। ଛୁଆମାନେ ଭଲ ପାଠ ପଢିବେ, ଆପଣଙ୍କ ଘରେ କେବେ ବି ଟଙ୍କାର ଅଭାବ ରହିବ ନାହିଁ। ଏମିତି ସବୁଆଡୁ ଆପଣଙ୍କର ସବୁ ଜିନିଷରେ ଭଲ ହିଁ ହବ। ତେବେ ପ୍ରଥମ ଜିନିଷ, ଯେତେବେଳେ ଆପଣ ନିଜର ଭାଗ୍ୟକୁ ବଦଳାଇବା ପାଇଁ ଚାହୁଁଛନ୍ତି, ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ ଏବଂ ଉଠିକରି ଆପଣମାନେ କହିବେ ଏହି 7ଟି ଶବ୍ଦ, ଯାହାକି ମୁଁ ବହୁତ ଭାଗ୍ୟଶାଳୀ ଅଟେ। ବ୍ରହ୍ମାଣ୍ଡ ମୋତେ ଚାରିଆଡୁ ବହୁତ ସାହାଯ୍ୟ କରୁଛନ୍ତି। ମୁଁ ଦୁନିଆର ସବୁଠୁ ସୁଖୀ, ସବୁଠୁ ସୁସ୍ଥ ମଣିଷ ଅଟେ। ମୁଁ ଚାରିଆଡୁ ସାହାଯ୍ୟ ପାଉଛି। ଚାରିଆଡୁ ସକାରାତ୍ମକ ଊର୍ଜା ମୋ ପାଇଁ ଭରପୁର ହୋଇ ରହିଛି। ମୋତେ ପରମାତ୍ମା ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି। ମୁଁ ଗୋଟିଏ ସୁଖୀ ଜୀବନ ଅତିବାହିତ କରୁଛି। ମୋ ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ସ୍ନେହ ପ୍ରେମ ଅଛି। ମୁଁ ପୁଣ୍ୟ ଦିନକୁ ଦିନ କରିବା ପାଇଁ ଯାଉଛି। ଚାରିଆଡୁ ମୋର ଉନ୍ନତି ହେବା ପାଇଁ ଯାଉଛି। ଦିନକୁ ଦିନ ମୁଁ ଆହୁରି ଉନ୍ନତି କରି କରି ଚାଲିଛି। ଏହି ଶବ୍ଦ ଆପଣମାନେ ଲଗାତାର 7 ଦିନ କେବଳ ପଜିଟିଭ କଥା ନିଜ ପାଇଁ ଚିନ୍ତା କରନ୍ତୁ। ଆପଣଙ୍କର ଭାଗ୍ୟ କେତେ ବି ବିପରୀତ ଥାଉ, ଯଦି ଆପଣ ସବୁବେଳେ ସକାରାତ୍ମକ କଥା କହିବେ, ସକାରାତ୍ମକ ବିଚାର ରଖିବେ, ଈଶ୍ୱରଙ୍କ ଉପରେ ଭରସା ରଖିବେ, ଆପଣଙ୍କର ଭାଗ୍ୟରେ ଉନ୍ନତି ନିଶ୍ଚୟ ହେବ। ଯେତେ ବି ଭାଗ୍ୟ ବିପରୀତ ଚାଲୁନା କାହିଁକି, ଏହି
ଚମତ୍କାରୀ ଶବ୍ଦ ଆପଣ ମାନେ କହିବା ପ୍ରାରମ୍ଭ କରିଦିଅନ୍ତୁ। ତାପରେ ଏହା ଘରର ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ବ୍ରହ୍ମ ମୁହୂର୍ତ୍ତରୁ ଉଠିକରି ନିଜ ଘରକୁ ଝାଡୁ କରନ୍ତୁ। ପ୍ରଥମେ ଗୋଟିଏ ଢାଳ ପାଣି ନେଇ ନିଜ ମୁଖ୍ୟ ଦ୍ୱାରରେ ଢାଳି କରି ମୁଖ୍ୟ ଦ୍ୱାରକୁ ସଫା କରିଦିଅନ୍ତୁ ଏବଂ ମୁଖ୍ୟ ଦ୍ୱାରକୁ ସଫା କରି ଲକ୍ଷ୍ମୀ ପାଦପଦ୍ମ ଝୋଟିଟିଏ ଅଙ୍କନ କରନ୍ତୁ ଏବଂ ଯଦି ପାରୁଛନ୍ତି ପୁରା ଘର ସଫା କରିସାରିବା ପରେ ନିଜେ ସ୍ନାନ ଶୌଚାଦି କାର୍ଯ୍ୟ ସାରିକରି ପୂଜା କରନ୍ତୁ। ଦେଖନ୍ତୁ ଭାଗ୍ୟ କେତେ ବି ବିପରୀତ ଥାଉ, ସକାଳ ସମୟର ଏହି ବାତାବରଣ ଆପଣଙ୍କ ଜୀବନରେ କେତେ ଯେ ସକାରାତ୍ମକ ऊर्जा ନେଇ ଆସିବ ଆପଣ ମାନେ ନିଜେ ଦେଖିବେ। ଏହି ଉପାୟ ଆପଣ ମାନେ ନିଜେ କରି କରି ଦେଖନ୍ତୁ ଏବଂ ଯଦି ଆପଣ ମାନଙ୍କୁ ଲାଗୁଛି ଯେ ଆପଣ ମାନଙ୍କର ଛୁଆଙ୍କର ପାଠ ପଢାରେ ମନ ରହୁନାହିଁ, ତେବେ ସକାଳ ସମୟରେ ସେମାନଙ୍କୁ ଉଠାଇ କରି ପାଠ ପଢିବା ପାଇଁ କୁହନ୍ତୁ। ଏହା ବି ଏକ ବହୁତ ବଡ଼ ସୁନ୍ଦର ଅଭ୍ୟାସ ଏବଂ ସ୍ୱାସ୍ଥ୍ୟରେ ଯଦି ଉନ୍ନତି ହେଉନାହିଁ, ସ୍ୱାସ୍ଥ୍ୟ ଯଦି ସୁଧୁରୁ ନାହିଁ, ତେବେ ସକାଳୁ ଉଠିକରି ବ୍ୟାୟାମ କରନ୍ତୁ। ଆପଣ ଏକ ନିରୋଗୀ ଜୀବନ ଅତିବାହିତ କରିବେ। ଗୋଟିଏ ଦିନରେ କୌଣସି ବି କାର୍ଯ୍ୟରେ ସିଦ୍ଧି ହୋଇବ ନାହିଁ, କିନ୍ତୁ ଯଦି ଲଗାତାର କରିବେ ଆପଣ ନିଶ୍ଚୟ ସିଦ୍ଧି ପ୍ରାପ୍ତ କରିବେ। ଯେକୌଣସି ବି କାମ କରନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ ଏବଂ ରେଗୁଲାର କରନ୍ତୁ, ଦେଖିବେ ଆପଣଙ୍କର ଭାଗ୍ୟରେ ଉନ୍ନତି ନିଶ୍ଚୟ ହେବ। ଏବେ ଦର୍ଶକ ବନ୍ଧୁ, ଯଦି ଆପଣ ମାନେ ଚାହୁଁଛନ୍ତି ଆପଣ ମାନଙ୍କର ବ୍ରହ୍ମ ମୁହୂର୍ତ୍ତରେ ଉଠିବା କଷ୍ଟସାଧ୍ୟ ହେଉଛି, ରାତ୍ରିରେ ଆପଣ ମାନେ ନିଜ ମାଇଣ୍ଡକୁ ଏମିତି ସେଟ୍ କରନ୍ତୁ ଯେ ମୁଁ ସକାଳୁ ଉଠିବି। ଯଦି ଜୀବନରେ ଭାଗ୍ୟକୁ ପରିବର୍ତ୍ତନ କରିବାର ଅଛି, ଯଦି ଜୀବନରେ କିଛି କରିବାକୁ ଇଚ୍ଛା ହେଉଛି, ତେବେ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତୁ। 5ଟାରୁ 6ଟା ଭିତରେ ବି ଆପଣ ମାନେ ଉଠିବା ପାଇଁ ଚେଷ୍ଟା କରନ୍ତୁ। କିଛି ନହେଲେ ବି ନିଜ ଘରର ମୁଖ୍ୟ ଦ୍ୱାର, ନିଜ ଘରର ସବୁ ଝରକାକୁ ଖୋଲି ଦିଅନ୍ତୁ ସକାଳ ସମୟରେ। ଏହା ଦ୍ୱାରା ଘରେ ରାତି ସାରା ଯେଉଁ ନକାରାତ୍ମକ ऊर्जा ଆପଣଙ୍କ ଘରେ ବାସ କରିଥିବ ତାହା ଧୀରେ ଧୀରେ କରି ଚାଲିଯିବ। ଏହି ଉପାୟ ଆପଣ ମାନେ ନିଶ୍ଚୟ କରନ୍ତୁ। ଘରେ ଯଦି କଳି ଝଗଡ଼ା ଲାଗି ରହୁଛି, ଘରେ ଯଦି ଧନହାନି ଲାଗି ରହୁଛି, ତେବେ ଏହି ଉପାୟ ଆପଣ ମାନେ ନିଶ୍ଚୟ କରନ୍ତୁ। ସକାଳୁ ପୂଜା ପାଠ କରନ୍ତୁ, ଏହା ବି ଆପଣଙ୍କର ଭାଗ୍ୟରେ ଏବଂ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ନେଇ ଆସିବ। କୁହାଯାଏ ଯାହାର ନିଦ ସକାଳ 3ରୁ ସକାଳ 5ଟା ଭିତରେ ଖୋଲିଥାଏ ତାକୁ ବ୍ରହ୍ମାଣ୍ଡ କିଛି ଦର୍ଶାଇବା ପାଇଁ ଚାହିଁଥାଏ, କିଛି ଜଣାଇବା ପାଇଁ ଚାହିଁଥାଏ। ସମସ୍ତଙ୍କର ଏମିତି ହୋଇନଥାଏ, କିଛି ଖାସ୍ ଲୋକଙ୍କ ସହିତ ବ୍ରହ୍ମ ମୁହୂର୍ତ୍ତରୁ ନିଦ ଭାଙ୍ଗିବା ହୋଇଥାଏ। ସେହି ଲୋକଙ୍କ ଭିତରେ ଈଶ୍ୱରୀୟ ଶକ୍ତି ଥାଏ, ଈଶ୍ୱରଙ୍କର ବହୁତ ବଡ଼ ଆଶୀର୍ବାଦ ତାଙ୍କ ପାଖରେ ଥାଏ। ନିଜ ମନ ଭିତରେ ଏମିତି ଏକ ସଂକଳ୍ପ ରଖନ୍ତୁ ଯେ ଆପଣ ପ୍ରତ୍ୟେକ ଦିନ ସକାଳ ସମୟରେ ଉଠିବା ମାତ୍ରେ ପ୍ରଥମେ ଏହି 7ଟି ଶବ୍ଦ କହିବେ ଏବଂ ନିଜକୁ ଅନୁଭବ କରିବେ ଯେ ଆପଣଙ୍କ ଜୀବନରେ ସବୁ କିଛି ଠିକ୍ ହୋଇସାରିଛି। ପ୍ରତ୍ୟେକ ଦିନ ଖୁସି ମନରେ ସକାରାତ୍ମକ ବିଚାରରେ ଏପରି କହିବା ପ୍ରାରମ୍ଭ କରିଦିଅନ୍ତୁ ଏବଂ ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଭାଗ୍ୟରେ ବିରାଟ ବଡ଼ ପରିବର୍ତ୍ତନ ହେବ। ଆପଣଙ୍କର ଆଖପାଖରେ ସବୁ ଭଲ ହିଁ ହେବ। ଯେତେ ସକାରାତ୍ମକ ବିଚାର ଆପଣ ରଖିବେ ଆପଣଙ୍କ ସହିତ ସବୁ ଭଲ ହିଁ ହେବ। ତେଣୁ ସବୁବେଳେ ସକାରାତ୍ମକ ବିଚାର ରଖନ୍ତୁ। ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତରେ ଯଦି ଆପଣ ନିଜ ଘରେ ଗୋଟାଏ ଭଜନ ବି ଲଗାଇ ଦିଅନ୍ତି, ତେବେ ଆପଣଙ୍କ ଘରର ପରିବର୍ତ୍ତନ ବହୁତ ହେବ। ସକାରାତ୍ମକ ବାତାବରଣ ଲାଗି ରହିବ। ଘଣ୍ଟିର ଶବ୍ଦ, ଭଜନର ଶବ୍ଦ, ଘରେ ସେହି ସମୟରେ ଆରତି କରାଯାଉଥିବ, ଏହି ସବୁ ଆପଣଙ୍କ ଘରକୁ ବିରାଟ ବଡ଼ ପରିବର୍ତ୍ତନ ନେଇ ଆସିବ। ହୁଏତ ସକାଳୁ ଉଠିବାଟା ଆପଣଙ୍କ ପକ୍ଷେ ଟିକେ କଷ୍ଟ ହେବ, କିନ୍ତୁ ଯଦି ଭାଗ୍ୟରେ ପରିବର୍ତ୍ତନ ଚାହୁଁଛନ୍ତି, ଜୀବନରେ ଆଗକୁ ବଢିବା ପାଇଁ ଚାହୁଁଛନ୍ତି, ଏହି ସବୁ କାମ ନିଶ୍ଚୟ କରନ୍ତୁ। ସକାଳ ସମୟର ଏହି ପବିତ୍ରତା ऊर्जा ଆପଣ ମାନେ ନିଜେ ଅନୁଭବ କରିବେ। ଏବଂ କୁହାଯାଏ ବ୍ରହ୍ମ ମୁହୂର୍ତ୍ତରେ କିଛି ସ୍ୱପ୍ନ ଆପଣ ମାନେ ଯଦି ଦେଖିଥିବେ ଏହା ସତ ବି ହୋଇଥାଏ। ଆପଣ ମାନେ ନିଜେ ବି ଅନୁଭବ କରିଥିବେ, ଲୋକଙ୍କ ପାଖରୁ ବି ଶୁଣିଥିବେ। ବ୍ରହ୍ମ ମୁହୂର୍ତ୍ତରୁ ଦେଖିଥିବା ସ୍ୱପ୍ନ ବି ସତ ହୋଇଥାଏ। ତେଣୁ ଦର୍ଶକ ବନ୍ଧୁ, ଯଦି ଭାଗ୍ୟରେ ପରିବର୍ତ୍ତନ ଚାହୁଁଛନ୍ତି, ଏହି କାମ ତ ଆପଣ ମାନେ ନିଶ୍ଚୟ କରନ୍ତୁ।